ଏହି ଭିଡ଼ିଓରେ ଆମେ ଗୁପ୍ତ ଯୁଗର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ ଜାଣିବା ପିଲାମାନେ। ବିଜ୍ଞାନ ଓ ପ୍ରଯୁକ୍ତି। ଗୁପ୍ତ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ହୋଇଥିଲା ପିଲାମାନେ। କେଉଁ କ୍ଷେତ୍ରରେ ହୋଇଥିଲା ଦେଖ, ଗଣିତ ବିଦ୍ୟା, ଜ୍ୟୋତିର୍ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ଧାତୁ ବିଜ୍ଞାନ। ଏହି କ୍ଷେତ୍ରମାନଙ୍କରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ହୋଇଥିଲା। ଆର୍ଯ୍ୟଭଟ୍ଟ। ଆର୍ଯ୍ୟଭଟ୍ଟ ଗୁପ୍ତ ଯୁଗରେ ଜଣେ ପ୍ରସିଦ୍ଧ ଗଣିତଜ୍ଞ ଥିଲେ। ତାଙ୍କର ଗୁପ୍ତ ଯୁଗରେ ବିଜ୍ଞାନ ପ୍ରତି ଅନେକ ଗୁଡ଼ିଏ ଅବଦାନ ରହିଛି। ଯେମିତିକି ପ୍ରଥମ 9ଟି ସଂଖ୍ୟାର ମୂଲ୍ୟ ନିର୍ଦ୍ଧାରଣ, ଶୂନର ବ୍ୟବହାର ପିଲାମାନେ, ଏଇଟା ଶୂନର ବ୍ୟବହାର, ଦଶମିକ ଗଣନା ପ୍ରଣାଳୀ, ବର୍ଗମୂଳ ଓ ଘନମୂଳ ଆଦି ଗାଣିତିକ ତଥ୍ୟ ଏହି ଗୁପ୍ତ ଯୁଗରେ ହିଁ ଉନ୍ନତି ହୋଇଥିଲା। ଏହି ଗୁପ୍ତ ଯୁଗରେ ଆର୍ଯ୍ୟଭଟ୍ଟ ପାଟିଗଣିତ, ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ପାଇଁ ଅନେକ ଗୁଡ଼ିଏ ସିଦ୍ଧାନ୍ତ ପ୍ରଦାନ କରିଛନ୍ତି। ଆର୍ଯ୍ୟଭଟ୍ଟଙ୍କୁ ଭାରତର ନ୍ୟୁଟନ ବୋଲି କୁହାଯାଏ। 1 ମାର୍କର ପ୍ରଶ୍ନ ଆସିଯାଏ ପିଲାମାନେ। ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଆର୍ଯ୍ୟଭଟ୍ଟ୍ୟମ୍। ଆର୍ଯ୍ୟଭଟ୍ଟଙ୍କର ଆହୁରି ଅନ୍ୟ 2ଟି ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଆର୍ଯ୍ୟ ସିଦ୍ଧାନ୍ତ ଓ ବୀଜଗଣିତ। ଆର୍ଯ୍ୟଭଟ୍ଟ ଆହୁରି ଜ୍ୟୋତିର୍ବିଦ୍ୟାରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ। ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା ରଚିତ ସୂର୍ଯ୍ୟ ସିଦ୍ଧାନ୍ତ ଓ ଦାସ ଗୀତିକା ସୂତ୍ର ଜ୍ୟୋତିର୍ବିଦ୍ୟା ଉପରେ ଆଧାରିତ। ଆର୍ଯ୍ୟଭଟ୍ଟ ତାଙ୍କର ସୂର୍ଯ୍ୟ ସିଦ୍ଧାନ୍ତରେ ବର୍ଣ୍ଣନା କରିଛନ୍ତି, ପୃଥିବୀ କକ୍ଷପଥରେ ସୂର୍ଯ୍ୟ ଚାରିପଟେ ବୁଲିବା ସଙ୍ଗେ ସଙ୍ଗେ ନିଜ ଅକ୍ଷରେ ମଧ୍ୟ ଘୂରେ। ଆର୍ଯ୍ୟଭଟ୍ଟ ଆହୁରି ତାଙ୍କର ସୂର୍ଯ୍ୟ ସିଦ୍ଧାନ୍ତରେ ବର୍ଣ୍ଣନା କରିଛନ୍ତି, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ରାହୁକେତୁ ଆଦି ଗ୍ରହଙ୍କ ଗ୍ରାସ ଦ୍ୱାରା ନ ହୋଇ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ନିର୍ଦ୍ଦିଷ୍ଟ ଅବସ୍ଥିତି ଯୋଗୁଁ ହୋଇଥାଏ ବୋଲି ସେ ତାଙ୍କର ସୂର୍ଯ୍ୟ ସିଦ୍ଧାନ୍ତରେ ବର୍ଣ୍ଣନା କରିଛନ୍ତି। ବରାହମିହିର। ବରାହମିହିର ଗୁପ୍ତ ଯୁଗର ହେଉଛନ୍ତି ଏକ ବିଶିଷ୍ଟ ବୈଜ୍ଞାନିକ। ସେ ରଚନା କରିଛନ୍ତି ବୃହତ୍ ସଂହିତା ଏବଂ ବୃହତ୍ ସଂହିତାରେ ସେ ଜ୍ୟୋତିର୍ବିଦ୍ୟା, ଉଦ୍ଭିଦ ବିଦ୍ୟା, ଭୂଗୋଳ ବିଦ୍ୟା ବିଷୟରେ ଜ୍ଞାନ ସମ୍ବଳିତ ତଥ୍ୟମାନେ ପ୍ରଦାନ କରିଛନ୍ତି। ବରାହମିହିରଙ୍କ ଦ୍ୱାରା ରଚିତ ଅନ୍ୟ ଗ୍ରନ୍ଥ ଗୁଡ଼ିକ ହେଉଛି ପିଲାମାନେ ବୃହତ୍ ଜାତକ, ଲଘୁ ଜାତକ, ପଞ୍ଚସିଦ୍ଧାନ୍ତ। ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ପିଲାମାନେ, ବୃହତ୍ ସଂହିତା କିଏ ଲେଖିଥିଲେ, ବୃହତ୍ ଜାତକ କିଏ ଲେଖିଥିଲେ, ଲଘୁ ଜାତକ କିଏ ଲେଖିଥିଲେ, ପଞ୍ଚସିଦ୍ଧାନ୍ତ କିଏ ଲେଖିଥିଲେ ବୋଲି। ତୁମମାନଙ୍କୁ ଏହି ଗ୍ରନ୍ଥ ଗୁଡ଼ିକୁ ରଚନା ବା ଗ୍ରନ୍ଥ ଗୁଡ଼ିକୁ ଯେଉଁ ରଚନା କରିଛନ୍ତି ବରାହମିହିର, ତାକୁ ମନେ ରଖିବାକୁ ପଡ଼ିବ। ଗୁପ୍ତ ଯୁଗରେ ଅନ୍ୟ ପ୍ରସିଦ୍ଧ ବୈଜ୍ଞାନିକମାନେ ଥିଲେ ବ୍ରହ୍ମଗୁପ୍ତ, ଲାଟଦେବ, ପ୍ରଦ୍ୟୁମ୍ନ, ବିଜୟାନନ୍ଦୀ। ବ୍ରହ୍ମଗୁପ୍ତ ରଚନା କରିଛନ୍ତି ବ୍ରହ୍ମ ସିଦ୍ଧାନ୍ତ, ଖଣ୍ଡ ଖାଣ୍ଡିକ୍ୟ, ଧ୍ୟାନାଗ୍ରହ। ପିଲାମାନେ ଏହି 3ଟି ଗ୍ରନ୍ଥକୁ ମନେ ରଖିଦେବ। ଏହି ଗ୍ରନ୍ଥ ଗୁଡ଼ିକୁ ରଚନା କରିଛନ୍ତି ବ୍ରହ୍ମଗୁପ୍ତ। ବ୍ରହ୍ମ ସିଦ୍ଧାନ୍ତ, ଖଣ୍ଡ ଖାଣ୍ଡିକ୍ୟ ଏବଂ ଧ୍ୟାନାଗ୍ରହ। ବ୍ରହ୍ମଗୁପ୍ତ ଆହୁରି ଘୋଷଣା କରିଛନ୍ତି, ପ୍ରକୃତି ନିୟମ ଅନୁଯାୟୀ ସବୁ ପଦାର୍ଥ ପୃଥିବୀ ପୃଷ୍ଠରେ ପତିତ ହୋଇଥାଏ। କାରଣ ପୃଥିବୀର ପ୍ରକୃତି ହେଉଛି ସବୁ ପଦାର୍ଥକୁ ଆକର୍ଷଣ କରିବା ଓ ଧାରଣ କରି ରଖିବା। ଲାଟଦେବ ରଚନା କରିଛନ୍ତି ପୁଲିସ ଓ ରୋମକ ସିଦ୍ଧାନ୍ତ। ପରୀକ୍ଷାରେ ପଡ଼ିଯାଏ, ପୁଲିସ ଓ ରୋମକ ସିଦ୍ଧାନ୍ତ କିଏ ରଚନା କରିଛନ୍ତି? ଲାଟଦେବ ରଚନା କରିଛନ୍ତି। ଭାରତୀୟମାନଙ୍କ ଠାରୁ ବିଜ୍ଞାନ ଜ୍ଞାନ ଗ୍ରହଣ କରିଥିଲେ ଆରବୀୟମାନେ।
ଆରବୀୟମାନଙ୍କଠାରୁ ବିଜ୍ଞାନ ଜ୍ଞାନ ଗ୍ରହଣ କରିଥିଲେ ୟୁରୋପୀୟ ମାନେ। ଭେଷଜ ଓ ଶଲ୍ୟ ଚିକିତ୍ସା। ଭାଗବତ ଅଷ୍ଟାଙ୍ଗ ସଂଗ୍ରହ ଓ ଅଷ୍ଟାଙ୍ଗ ହୃଦୟ ସଂହିତା ରଚନା କରିଥିଲେ। ଚରକ ଚରକ ସଂହିତା ରଚନା କରିଛନ୍ତି। ସେମିତି ସୁଶ୍ରୁତ ସଂହିତା ରଚନା କରିଛନ୍ତି। ଆଧୁନିକ ଶଲ୍ୟ ଚିକିତ୍ସାର ଜନକ ସୁଶ୍ରୁତଙ୍କୁ କୁହାଯାଏ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଚିକିତ୍ସା ବିଜ୍ଞାନ ଶିକ୍ଷା ଦିଆଯାଉଥିଲା। ପଶୁ ଚିକିତ୍ସା। ବାଲକପ୍ୟ ହସ୍ତାୟୁର୍ବେଦ ରଚନା କରିଥିଲେ। ଶାଳିହୋତ୍ର ଅଶ୍ୱଶାସ୍ତ୍ର ରଚନା କରିଥିଲେ। ଗୁପ୍ତ ଯୁଗର ଧାତୁବିଦ୍ୟା। ନାଗାର୍ଜୁନ ଧାତୁବିଦ୍ୟାର ଛାତ୍ର ଥିଲେ। ଧାତୁବିଦ୍ୟାର ପରିଚୟ ଆମେ ଗୁପ୍ତମାନଙ୍କ ଦ୍ୱାରା ପ୍ରଚଳିତ ସ୍ୱର୍ଣ୍ଣ, ରୌପ୍ୟ ଓ ତାମ୍ର ମୁଦ୍ରାରୁ ଜାଣିଥାଉ। ଧାତୁବିଦ୍ୟାର ଉଦାହରଣ ଆମେ ଦିଲ୍ଲୀସ୍ଥିତ କୁତବ ମିନାର ନିକଟସ୍ଥ ଲୌହସ୍ତମ୍ଭକୁ ଦେଖି ଆମେ ଜାଣିଥାଉ ଏବଂ ଏହି ଲୌହସ୍ତମ୍ଭର ଉଚ୍ଚତା 24 ଫୁଟ ଅଟେ। ତାର ଓଜନ 180 ମହାଣ ଅଟେ ଏବଂ ଶହ ଶହ ବର୍ଷ ହେଲାଣି ପିଲାମାନେ ଏହି ଲୌହସ୍ତମ୍ଭରେ କଲଙ୍କି ଲାଗି ନାହିଁ। ଆହୁରି ପିଲାମାନେ ଧାତୁ ଶିଳ୍ପ ବିଷୟରେ ଆମକୁ ଧାରଣା ମିଳେ ନାଳନ୍ଦାରୁ ପ୍ରାପ୍ତ ଏହି ଗୁପ୍ତ ଯୁଗର ତାମ୍ର ନିର୍ମିତ ବୁଦ୍ଧ ମୂର୍ତ୍ତିରୁ। ତା ସହିତ ଆହୁରି ଯେଉଁ ଅଳଙ୍କାର ମିଳିଛି, ତା ସହିତ ଯେଉଁ ଗୃହୋପକରଣ ସାମଗ୍ରୀ ଗୁଡ଼ିକ ମିଳିଛି, ସେଇଥିରୁ ଧାତୁ ଶିଳ୍ପ ବିଷୟରେ ଆମକୁ ଜଣାପଡ଼େ।